ଆଜି ମୁଁ ଆପଣମାନଙ୍କ ପାଇଁ ପୁଣି କିଛି ସୁନ୍ଦର ଟିପ୍ସ ନେଇ ହାଜିର ହେଇଯାଇଛି। ଆପଣମାନେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ପ୍ରେସ୍ କରିଦିଅନ୍ତୁ। ଆଜି ଜାଣିବା ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟ ମାଧ୍ୟମରେ କିପରି ଆମ ଦେହର କିଛି ପ୍ରୋବ୍ଲେମକୁ ଆମେ ସଲ୍ଭ କରିପାରିବା। ଆମ ମୁଣ୍ଡରେ ଚୁଟିରେ ଯଦି ଆମର ଡ୍ୟାଣ୍ଡ୍ରଫ୍ ହେଉଛି, ତେବେ ଆମେ ଯେକୌଣସି ଆପଣଙ୍କର ଆଲୋଭେରା ଜୁସ୍ ଆଜିକାଲି ମିଳୁଛି ବଜାରରେ, ଆପଣ କୌଣସି ଭଲ କମ୍ପାନୀର ଆଲୋଭେରା ଜୁସ୍ ଆଣି ଆପଣ ପିଇପାରିବେ। ଏହାଦ୍ୱାରା ଆପଣଙ୍କ ଚୁଟିର ଡ୍ୟାଣ୍ଡ୍ରଫ୍ କମିବ। ନର୍ମାଲି ଆମେ ଦେଖୁ ଆମେ ଏଣୁ ତେଣୁ ଯଦି କିଛି ଖାଇବା ଖାଇ ନେଉଛୁ, ତେବେ ଆମର ଏଇ ତଣ୍ଟି ପାଖରେ କିମ୍ବା ଛାତିରେ ଆମର ଜଳାପୋଡ଼ା ହେଉଛି, ମାନେ ଆମର ଏସିଡ୍ ହେଉଛି। ଯଦି ଆମେ ପ୍ରତ୍ୟେକ ଦିନ ଖାଦ୍ୟରେ ଅଳ୍ପ ପରିମାଣରେ କିଛି ସବଜିରେ ବିନ୍ସ ଖାଇବା, ତେବେ ଏହା ଦ୍ୱାରା ଆପଣଙ୍କର ଏଇ ସମସ୍ୟାର ସମାଧାନ ହେଇପାରିବ। ବେଳେବେଳେ ଦେଖିଥାଉ ଆମ ଆଣ୍ଠୁ ଗଣ୍ଠି କିଛି ହାଡ଼ରେ ଦରଜ ହୋଇଥାଏ, ୟା ମାନେ ହେଉଛି ଆମର ବୋନ୍ସଟା ୱିକ୍ ହେଇଯାଉଛି। ଏହାକୁ ଯଦି ଆପଣ ଠିକ୍ କରିବା ପାଇଁ ଚାହାନ୍ତି, ଆପଣ ସିସମ୍ ସିଡ୍ ଖାଇପାରନ୍ତି। ଆମେ କୌଣସି ଖାଦ୍ୟ ଖାଉଛୁ ସହଜରେ ହଜମ ହେଉନି, ୟା ମାନେ ଆମର ଡାଇଜେଷ୍ଟ ଠିକ୍ସେ ହେଉନି, ତେବେ ଆମେ ଖଟା ଦହି ଯଦି ଅଳ୍ପ ପରିମାଣରେ ଡେଲି ନେଇପାରିବୁ, ଏହାଦ୍ୱାରା ଆମର ଡାଇଜେଷ୍ଟର ଯେଉଁ ସିଷ୍ଟମଟା ରହିଛି ସେଇଟା ଆମର ଠିକ୍ ହେଇଯାଏ। ଆଜିକାଲିକା ପିମ୍ପଲ୍ ହେବା ଯେଉଁଟାକି ସ୍କିନ୍ରେ ପିମ୍ପଲ୍ ହେଉଛି, ତ ଏହାକୁ ଯଦି ଆପଣ ଠିକ୍ କରିବା ପାଇଁ ଚାହୁଁଛନ୍ତି, ଆପଣ ପମ୍ପକିନ୍ ସିଡ୍ ଖାଇପାରିବେ। ଏବଂ ଯେଉଁଟା ଆଜିର ମୁଖ୍ୟ ସମସ୍ୟା ହେଲାଣି ଫ୍ୟାଟ୍ ହେବା। ଆଜିକାଲି ସମସ୍ତେ ଚାହାନ୍ତି ସ୍ଲିମ୍ ହେବା ପାଇଁ। ଏଥିପାଇଁ ଆପଣ ଯେଉଁ ସକାଳେ ନିଦରୁ ଉଠି ଯେଉଁ କ୍ଷୀର ଚାହା ନେଉଛନ୍ତି, କ୍ଷୀର ଚାହା ବଦଳରେ ଆପଣ ଯଦି ଗ୍ରୀନ୍ ଟି ନେଇପାରିବେ, ଆପଣଙ୍କର ୱେଟ୍ ଲସ୍ ନିଶ୍ଚିତ ଭାବରେ ହେବ। ଆପଣ ପର୍ ଡେ ଯଦି 1 ଘଣ୍ଟା କରି କିଛି ଏକ୍ସରସାଇଜ୍ କରୁଛନ୍ତି, ଆପଣ ସେଥିରୁ କେତେ କ୍ୟାଲୋରି ପାଉଛନ୍ତି? ପର୍ ଡେ ଯଦି ଆପଣ 1 ଘଣ୍ଟା ଦୌଡ଼ୁଛନ୍ତି, ତେବେ ଆପଣ ପାଉଛନ୍ତି 600 କ୍ୟାଲୋରି। ଯଦି ଆପଣ 1 ଘଣ୍ଟା ଚାଲୁଛନ୍ତି, ପାଉଛନ୍ତି 300ରୁ 400 କ୍ୟାଲୋରି। ଯଦି ଆପଣ 1 ଘଣ୍ଟା ସାଇକେଲିଂ କରୁଛନ୍ତି, ଆପଣ ପାଉଛନ୍ତି 600 କ୍ୟାଲୋରି। ଯଦି ଆପଣ 1 ଘଣ୍ଟା ପର୍ ଡେ ସୁଇମିଂ କରୁଛନ୍ତି, ଆପଣ ସେଇଠୁ ପାଉଛନ୍ତି 600 କ୍ୟାଲୋରି। ଯଦି ଆପଣ ପ୍ରତ୍ୟେକ ଦିନ 1 ଘଣ୍ଟା କରି ଆପଣ ସ୍କିପିଂ ଖେଳୁଛନ୍ତି, ଯେଉଁ ଦୌଡ଼ି ଦେଇକି ଆପଣ ଡେଇଁବା ଯେଉଁଟା ସ୍କିପିଂ କରୁଛନ୍ତି, ଆପଣ ପାଉଛନ୍ତି 1000+ କ୍ୟାଲୋରି। ତ ବୁଝିପାରୁଛନ୍ତି ବନ୍ଧୁମାନେ ଯେ ଆପଣଙ୍କ ଦେହ ପାଇଁ ଏକ୍ସରସାଇଜଟା କେତେ ଜରୁରୀ। ଦୈନନ୍ଦିନ ଜୀବନରେ ଆମର ଖାଦ୍ୟ ଯେମିତି ଆମର ରୁଟିନରେ ହେବା ଦରକାର, ସେମିତି ଏକ୍ସରସାଇଜ ମଧ୍ୟ ରୁଟିନରେ ହେବା ଦରକାର। ଯଦି ଆମେ ସଠିକ୍ ପରିମାଣରେ ଖାଦ୍ୟ ଖାଉଛେ, ସଠିକ୍ ପରିମାଣରେ ପାଣି ପିଉଛେ ଏବଂ ଏକ୍ସରସାଇଜ ମଧ୍ୟ ସାଥିରେ କରୁଛେ, ଏହାଦ୍ୱାରା ଆମ ଦେହ ସୁସ୍ଥ ରହିବ। ଆଉ ଦେହ ସୁସ୍ଥ ରହିଲେ ମନ ମଧ୍ୟ ଭଲ ରହିବ।